ଆସ ଆଜି ଗୋଟେ ସୁନ୍ଦର କଥାଟିଏ ଶୁଣିବା। ଯଦି ଆଖି ନଥିବ ଆଇନାର କ'ଣ ଆବଶ୍ୟକ ଦରକାର? ଯଦି ଚୁଟି ମୁଣ୍ଡରେ ଚୁଟି ନଥିବ ପାନିଆର ବି ଆବଶ୍ୟକ କିଛି ଦରକାର ନୁହଁ। ଆବଶ୍ୟକ କ'ଣ ଦରକାର? ପାନି ଯଦି ମୁଣ୍ଡରେ ଚୁଟି ନଥିବ ପାନିଆ ଆବଶ୍ୟକ କିଛି ଦରକାର ନାହିଁ। ସେଇଭଳିଆ ଧନ ଧନକୁ ଆମେ ରକ୍ଷା କରେ, ଧନକୁ ଆମେ ରକ୍ଷା କରୁଛେ, କିନ୍ତୁ ଜ୍ଞାନ ଆମକୁ ରକ୍ଷା କରେ। ଏମିତିକା ଲୋକ ଅଛନ୍ତି ପାଠ ନ ପଢ଼ିଥିବା ଲୋକ, ଯେଉଁମାନେ ପାଠ ନ ପଢ଼ିଥିବେ, ଏମିତିକା ଲୋକ ଅଛନ୍ତି ସେମାନେ ପାଠ ପଢ଼ିଥିବା ଲୋକଙ୍କୁ 6 ଥର ବିକା କିଣା କରିଦେବେ, 6 ଥର ବିକା କିଣା କରିଦେବେ। ଯେଉଁମାନେ ପାଠ ନ ପଢ଼ିଥିବେ ସେମାନଙ୍କର ବହୁତ ବୁଦ୍ଧି, ବହୁତ ଚାଲାକ। ଖାଲି ପାଠ ପଢ଼ିଦେଲେ ଚାଲାକ ହୋଇଯିବନି। ଯେଉଁମାନେ ପାଠ ନ ପଢ଼ିକି ସେ ବହୁତ ଚାଲାକ, ପାଠ ପଢ଼ିଥିବା ଲୋକଙ୍କୁ 6 ଥର ବିକା କିଣା କରିଦେବେ ପୁରା ସେମାନେ। ୟାର ମାନେ ଦେଖନ୍ତୁ, ପରିପକ୍ଷରେ ଟିକେ ଶୁଣନ୍ତୁ। ଗୋଟିଏ ଗାଁରେ ଗୋଟେ ଜମିଦାର ଥିଲେ, ବହୁତ ଧନୀଶାଳୀ ଜମିଦାର। ସେ ବହୁତ, ତାଙ୍କର ଗୋଟିଏ ବୋଲି ପୁଅ ଥିଲେ, ଛୋଟ ପୁଅ। ଏ ଜମିଦାର ବହୁତ ମାନେ ଧନୀଶାଳୀ ଲୋକ। ଏ ଜମିଦାର ଜଣକ ଗରିବ ଗୁରୁବାଙ୍କୁ ଭଲ ସାହାଯ୍ୟ ସବୁ କଥା କରନ୍ତି। ଏମିତି ଦିନେ ତାଙ୍କର ଆସ୍ତେ ଆସ୍ତେ ବୃଦ୍ଧ ଅବସ୍ଥାକୁ ଆସିଗଲେ। ଯେତେବେଳେ ବୃଦ୍ଧ ଅବସ୍ଥାକୁ ଏ ଜମିଦାର ଜଣକ ଆସିଲେ, ବୟସ ଗଡ଼ି ଗଡ଼ି ଗଲା ପରେ ବୃଦ୍ଧ ଅବସ୍ଥା ହେଇଗଲେ। ଏଣେ ପୁଅ ବି କିଛି ଯୁବକ 12, 14, 15 ବର୍ଷର କାଳ ହେଲେଣି। ଦିନେ ଏ ଜମିଦାର ଜଣକ ଡାକିଲେ ପୁଅକୁ ପାଖକୁ, କହିଲେ ପୁଅ, ମୋର ଏବେ ଶେଷ ଅବସ୍ଥା ହେଲାଣି, ଆଉ ଗୋଟିଏ କଥା ତତେ କହୁଛି, ସେ କଥାଟା ତୁ ମନେ ରଖିଥିବୁ। ମୁଁ ଯେଉଁଟା କହୁଛି ତୁ ସେଇଟା ମନେ ରଖିଥିବୁ। ଏ ପୁଅ କହିଲା, କ'ଣ ଯେ ବାପା, ତମେ କେଉଁ କଥା କହିବ ମୁଁ ମନେ ରଖିବି? ନା, ତୁ ଯାହା କରିବୁ, କନକପୁର ଏଇଠୁ 10-15 ମାଇଲ ରାସ୍ତା ସେ ଗାଁଟି ଅଛି, କିନ୍ତୁ ସେ ଗାଁକୁ କେବେ ତୁ ଯିବୁନୁ। ଏ ଜମିଦାର ଜଣକ ତାଙ୍କ ପୁଅକୁ କହିଲେ କାହିଁକି ବାପା? ଜମିଦାର କହିଲେ, ମୁଁ କହୁଛି ନା ତୁ ସେ ଗାଁକୁ ଯିବୁନୁ। କନକପୁର ଯେଉଁ ଗାଁ, ସେ ଗାଁକୁ ତୁ ଯିବୁନୁ। ଏଠୁ ଜମିଦାର ଜଣକ ପୁଅକୁ କହିଲେ। ଏଣେ ବାପାର ଶେଷ ଅବସ୍ଥା, ଜମିଦାରଙ୍କର ଶେଷ ଅବସ୍ଥା ଆସିଲାଣି। ଯେ କଫ କି ପିତ୍ତ ବାତ ଇଏ ପଳେଇବେ, କିନ୍ତୁ କଫ ଯିବନି କେବେ ହେଲେ। କଫ କଣ୍ଠ ମାନେ ଘଟରେ ରହିକି ଘଡ଼ ଘଡ଼ ହେଉଥିବ। ସେଠି ପୁଅ ବୋହୂ ପୁରାଣ ପଢ଼ୁଥିବ, ସାହି ଲୋକ ଆସିକି କହୁଥିବେ, ଆହା ଇଏ ଯିବ, ଚାଲିଯିବ, କହୁଥିବେ ସବୁ, କି ନିର୍ମାଲ ଦେଉଥିବେ, ଏଇ ଟାଇପ୍ର। କିନ୍ତୁ ଏମିତି ହେଇ ଜମିଦାର ଜଣକ ମରିଗଲେ ଜମିଦାର ଜଣକ। ଆଉ କିଛି ଦିନ ଏମିତି ମାନେ ଗଲା। ମରିଗଲା ପରେ ଏଣେ ତ ପୁଅ ତାଙ୍କର 10-15 ବର୍ଷର ହେଇଥିଲେ। ଆହୁରି ଦିନ କେତେ ମାନେ 20-25 ବର୍ଷ ହେଲା। ସେଇ ଯେଉଁ ବାପା ଜମିଦାର ଯେଉଁ କଥାଟା ପୁଅକୁ କହିଥିଲେ, ସେ ପୁଅ ମନେ ମନେ ଚିନ୍ତା କଲେ, ବାପା ମୋତେ କ'ଣ ପାଇଁ କହିଥିଲେ କନକପୁରକୁ ଯିବାକୁ ମନା କରିଥିଲେ? ଯିବା ଟିକେ ଦେଖିବା ସେ ଗାଁର କ'ଣ ଘଟଣାଟା। ଆଉ ବାହାରିଲେ, ଆଉ ଜମିଦାରଙ୍କ ପୁଅ ବାହାରିଲେ ଆଉ ଯିବା ପାଇଁ କନକପୁର। ଆଉ କିଛି ରାସ୍ତା ଗଲା ପରେ ଗୋଟାଏ ଗଛ ମୂଳେ, ଖରା ଖାଉଟିଆ ଦିନକୁ ଖରା ହେଉଛି, ସେ ଗଛ ମୂଳେ କିଛି ବିଶ୍ରାମ ଟିକେ ନେବେ ବୋଲି ବସିଲେ। ସେ ଗଛ ମୂଳେ ବସିଲେ, ପବନ ଟିକେ ହେଉଛି, ଆରାମ ନେଲେ ସେଠି ବସିକି। ଆଉ ସେ ଗଛରେ ଗୋଟାଏ ବଗ ବଇଥିଲା। ସେ ଗଛ ଉପରେ ଗୋଟାଏ ବଗ ବଇଥିଲା। ଏଇ ଯେଉଁ ଜମିଦାରଙ୍କ ପୁଅ ବସିଥିଲେ ସେ ଯେଉଁ ଗଛ ମୂଳରେ, ସେ ବଗ କ'ଣ କଲା? ମଳତ୍ୟାଗ କଲା। ସେ ଜମିଦାରଙ୍କ ପୁଅ ମୁଣ୍ଡରେ କିନି ମଳତ୍ୟାଗ କରିଦେଲା। ଯେତେବେଳେ ମଳତ୍ୟାଗ କରିଦେଲା ଏ ବଗ, ଜମିଦାରଙ୍କ ପୁଅ ଏଣେ ଉପରକୁ, ସେ ଗଛ ଉପରକୁ ଅନେଇକି ଦେଖିଲେ, ବଗଟାଏ ମୋ ମୁଣ୍ଡ ଉପରକୁ ମଳତ୍ୟାଗ କଲା। ଜମିଦାର ପୁଅ କ'ଣ କଲେ ନା, ଧନୁଧର ଧରିଥିଲେ, ତୀର ଏକାଥରେ ମାଇଲେ, ବଗ ଗଡ଼ିକି ସେଠି ପଡ଼ିକି ମଲା। ସେଇଠି କେଉଁଠି ଗୋଟିଏ ଲୋକ ଥିଲା, ବିକେଳରେ ଆସିକି ପହଞ୍ଚିଲା। କହିଲା, ତମେ ମୋ ବାପାକୁ କାହିଁକି ମାଇଲ? ଏ ବଗ ହେଉଛି ମୋ ବାପା, ତମେ କାହିଁକି ମୋ ବାପାକୁ ମାଇଲ? ମାନେ ଯେଉଁ ଲୋକଟି ଥିଲା ସେ ପାଖ ଆଖରେ, ସିଏ ଆସିକି ଜମିଦାର ପୁଅଙ୍କୁ ମାନେ ଧମକଉଛି, କାହିଁକି ମୋ ବାପାକୁ ତମେ ମାଇଲ? ଇଏ ବଗ ହେଉଛି ମୋ ବାପା। ଏ ଜନ୍ମରେ ସେ ଜନ୍ମ ନେଇଛନ୍ତି, ମୋତେ କହିଥିଲେ ମୁଁ ବଗ
ରୂପରେ ଜନ୍ମ ନେବି, ମୁଁ ସବୁଦିନ ପୂଜା କରୁଛି ମୋ ବାପାଙ୍କୁ, ତମେ କ'ଣ ପାଇଁ ମୋ ବାପାଙ୍କୁ ମାଇଲ? ଏ ଲୋକଟି ଜମିଦାର ପୁଅକୁ କହିଲା ଯଦି ମୋ ବାପାର କ୍ଷତିପୂରଣ ନ ଦେବ ତମେ, ମୋ ବାପାକୁ ଯେଉଁ ମାଇଲ ତମେ ମୋତେ 10,000 ଟଙ୍କା ଦେବ। ଏ ଜମିଦାର ପୁଅ କହିଲେ 10,000 ନେବୁ? ହଉ ନେବୁ। ଆଉ ଇଏ ପୁଣି ସେ ଲୋକ କ'ଣ କହିଲା, ଯଦି 10,000 ଟଙ୍କା ନ ଦେବ ମୁଁ ରାଜାଙ୍କ ପାଖରେ ଯାଇକି ଫେରାଦି ହେବି। ଏ ଜମିଦାର ପୁଅ କହିଲେ ହଉ ଠିକ୍ ଅଛି, ତମେ କାଲି ଜମିଦାର ରାଜାଙ୍କ ପାଖରେ ଯାଇକି ଫେରାଦି ହେବ। ସେ ଲୋକଟି କହିକି ଗଲା। ଆଉ କିଛି ବାଟ ଗଲା ପରେ ସେ ଗାଁ ଭିତରକୁ ଗୋଟାଏ ପାଣି ମନ୍ଦେ ମାଗିକି, ଜମିଦାରଙ୍କ ପୁଅ ମନ୍ଦେ ମାଗିକି ପିଇବ ବୋଲି ଜଣଙ୍କ ଘରକୁ ମାଗିଲା। ଗୋଟିଏ ଲୋକ ଆଣିକି ପାଣି ମନ୍ଦେ ଦେଲା। ସେ ଲୋକଟି ପାଣି ଦେଇ ସାରିକି କହିଲା, ପୁଅ ତମର କେଉଁଠା? ନା ମୁଁ ସେ ଅମୁକି ଜମିଦାରଙ୍କ ପୁଅ। ନା ହଁ ତମେ ସେ ଅମୁକି ଜମିଦାରଙ୍କର ପୁଅ? ନା ହଁ। ସେଇଠି କେଉଁଠି ଗୋଟେ ଲୋକ ବସୁଥିଲା, କାନ ତାର ଗୋଟେ ଫାଳ ନାହିଁ, ଗୋଟେ କାନ ନାହିଁ। ସିଏ ଆସିଗଲା, ହଁ ହଁ ସେ ଅମୁକି ଜମିଦାରଙ୍କର ପୁଅ, ମୁଁ ପରା ତାଙ୍କ ପାଖକୁ ଯାଇଥିଲି, ସେ ଗୋଟାଏ କାନ ମୋର ବନ୍ଧା ରଖିଲେ, ଆଉ 10,000 ଟଙ୍କା ମୋତେ ଦେଲେ, ମୁଁ ପୁଣି 10,000 ଟଙ୍କା ନେଇକି ଦେଇକି ଆଇଲି, କିନ୍ତୁ ମୋ କାନ ଯେଉଁ ବନ୍ଧା ରଖିଦେଲେ ଦେଲେନି। ଆଉ ଆଜି ତମେ ଦେଇକି ଯିବାକୁ ଏଠି ପଡ଼ିବ। କାନ ପାଇଁ 10,000, ଆଉ ଦେଇଥିଲି ଯେଉଁ 10,000, ଏତେ ଦିନ ଯେଉଁ ରହିଲାଣି ସେ ପଇସା ମିଶେଇକି 20,000 ଟଙ୍କା ଦେବ। ଇଏ ସେଇଠୁ ଜମିଦାରଙ୍କ ପୁଅ କ'ଣ ଭାବିଲା, କହିଲା ହଉ ତମେ ନେବ ତ? ହଁ ନେବ। ଆଉ ଇଏ ପୁଣି ଇଏ କାନ ନଥିବା ଲୋକ କହିଲା, ଯଦି ତମେ ପଇସା ନ ଦେବ ମୁଁ ରାଜାଙ୍କ ପାଖରେ ଯାଇକି ଫେରାଦି ହେବି। ଜମିଦାର ପୁଅ କହିଲା ଠିକ୍ ଅଛି, ତମେ ଫେରାଦି ହୁଅ, କାଲି ସେଇଠି ବିଚାର କରିବା, ସେଇଠି ତମେ ନେବ। ଆଉ କ'ଣ? ସେଇଠୁ ରାଜା ପୁଅ ସେଇଠୁ ଚାଲିଲେ। ଆଗକୁ କିଛି ଗଲା ବେଳକୁ ଗୋଟେ ଝୁପୁଡ଼ି କୁଡ଼ିଆ ଘର ଦାଣ୍ଡ ଦୁଆରେ କିନିକା ଗୋଟାଏ ବୁଢ଼ୀ ଗୋବରରେ ନିପୁଛି, ନିପି ଚଲେଇଛି। ଆଉ ତାର ସେ ନିପୁଛି। ଜମିଦାରଙ୍କ ପୁଅ ସେଇ ରାସ୍ତାରେ ଗଲେ। ଯେତେବେଳେ ଜମିଦାରଙ୍କ ପୁଅ ସେଇ ରାସ୍ତାରେ ଗଲେ, ପଚାରିଲେ ଏରା କ'ଣ ପାଇଁ ନିପୁଛ, ଏରା କ'ଣ ନିପା ହେଉଛି? ସିଏ ବୁଢ଼ୀ କହୁଛି, ତତେ କ'ଣ ଜଣାପଡ଼ୁନୁ? କେଉଁଠୁ ଆଇଛୁ କିରେ ତୁ? ତୁ ଜାଣିପାରୁନୁ କ'ଣ ନିପା ହେଇଛି? ଏ ପରା ଗୋବରରେ ମୁଁ ଆକୁ ମୋ ଦାଣ୍ଡ ଦୁଆରଟା ନିପୁଛି, ତୁ କ'ଣ ଜାଣିପାରୁନୁ? ତୁ କିଏ, କେଉଁଠୁ ଆଇଛୁ, କୁଆଡ଼େ? ନା ମୁଁ ଅମୁକି ଜମିଦାରଙ୍କ ପୁଅ। ବୁଢ଼ୀ ଯେତେବେଳେ କହିଦେଇଛି ଜମିଦାରଙ୍କ ପୁଅ, ମୁଁ ଅମୁକି ଗାଁର ଜମିଦାରର ପୁଅ ବୋଲି, ଇଏ ବୁଢ଼ୀ କ'ଣ କଲା, ସେ ଗୋବର ହାତଟାକୁ ଧୋଇଦେଲା। ଧୋଇ ଦେଇକି ବିକଳରେ ଯାଇକି ଜମିଦାରଙ୍କ ପୁଅକୁ କୁଣ୍ଢେଇକି ଧରି କହିଲା, ଆହା ମୋରି ଧନ, ମୋରି ପୁଅ, ମୋରି ଧନଟା ପରା। ମୁଁ ଗୋଟେ କଥା କହିବି ପୁଅ ଶୁଣୁ, ତୋ ବାପା ଆମରି ଏ ଗାଁକୁ ଡେଲି ଆସନ୍ତି, ସେତେବେଳେ ମୋର ଯୁବକ ସମୟ ଥିଲା, ଝିଅ ସମୟ ଥିଲା। ସେ ତୋ ବାପା ମୋତେ ସେଇ ସମୟରେ ବାହା ହେଇଥିଲେ। ଆଉ ତୋ ବାପା କୁଆଡ଼େ ଛାଡ଼ିକି ମୋତେ 3-4 ବର୍ଷ ହେଲା ଗଲେ ହେରି, ମୁଁ ଆଉ ଖୋଜିକି ପାଉନି। ତେଣୁ ତୁ ତାଙ୍କରି ପୁଅ, ତୁ ମୋରି ପୁଅ ମଧ୍ୟ, ତୁ ଯାହା କରୁଛୁ କରେ। ମୁଁ ବହୁତ ଅସୁବିଧାରେ ଚଳୁଛି। ଆଉ ଭରଣ ପୋଷଣ ପାଇଁକା 50,000 ଟଙ୍କା ଦିଏ। ଇଏ ପୁଅ ଜମିଦାରଙ୍କ ପୁଅ ଭାବିଲା, ଏ ଗାଁରେ ପ୍ରକୃତରେ ମୋ ବାପା କହିଥିଲେ ଠିକ୍। ଇଏ ଗାଁ ତୁଠ ନିର୍ମଳ ଯେମିତିଆ ଧୋବା ତୁଠ, ଗାଁରେ ପଶିଲା ପରେ ସେଇ ଟାଇପ୍ର। ଇଏ ଗୋଟିଏ କଥା ଏମାନଙ୍କର ମାନେ ମୁଁ ଶୁଣି ଯାଉଛି। ଆଉ ଜମିଦାରଙ୍କ ପୁଅ ଭାବିଲେ ବାପା ଆମର ମୋତେ ଠିକ୍ କଥା କହିଛନ୍ତି, କନକପୁରର ଲୋକ କେଉଁ ଭଳିଆ ଲୋକ। ସେଇଠୁ ଇଏ ଜମିଦାରଙ୍କ ପୁଅ କହିଲେ, ତୁ ଯଦି ଭରଣ ପୋଷଣ ନେବୁ ବୋଲି କହୁଛୁ, ତୁ ଯଦି ମୋ ବାପାକୁ ସତରେ ବାହା ହେଇଥିବୁ, ତୁ ତାହେଲେ ମୋ ମା, ତୁ ଗୋଟେ କାମ କରେ, କାଲି ରାଜାଙ୍କ ପାଖକୁ ଯା, ସେଠି ବିଚାର କରିବା। ସେଠି ରାଜା ଯାହା ଫାଇନାଲ ଦେବେ ତେତେ ମୁଁ ସେଇଠି 50,000 ଟଙ୍କା ଦେବି। କହିଲା ହଉ ପୁଅ, ମୁଁ କାଲି ଯିବି। ଆଉ ଏମିତି କହି ତା ପରଦିନ ଏ 3 ବ୍ୟକ୍ତି ଯାକ, ଏ ବଗର ଯେଉଁ ବଗ କହୁଥିଲା ମୋ ବାପା ବୋଲି ଯେଉଁ ଲୋକଟି, ସିଏ କାନ କଟା ଲୋକଟି, ଏ ଗୋବର ଲିପା ବୁଢ଼ୀଟି ଯାଇକି ରାଜାଙ୍କ ପାଖରେ ବସିଛନ୍ତି। ଏଣେ ଜମିଦାରଙ୍କ ପୁଅ ଯାଇକି ପହଞ୍ଚିଲେ। ଜମିଦାରଙ୍କ ପୁଅ ଯେତେବେଳେ ପହଞ୍ଚିଲେ ସେ ଜାଗାରେ ଯେତେବେଳେ ପହଞ୍ଚିଲେ, ତାଙ୍କର ବିଚାର ଆରମ୍ଭ ହେଲା ରାଜାଙ୍କ ପାଖରେ। ରାଜା ସେଇଠୁ କହିଲେ କ'ଣ ହେଇଛି? ଇଏ ବଗକୁ ଯେଉଁ ଡାକୁଥିଲା ଯେଉଁ ଲୋକଟି ବାପା, ତାକୁ ପଚାରିଲେ କ'ଣ ହେଇଛି? କହିଲା ଦେଖନ୍ତୁ ମଣିମା, ବଗ ମୋ ବାପା, ବଗ ହେଉଛି ମୋ ବାପା। ଆଉ
आर जन्म मो बापा कही बग रूप होगी मु जन्म नहीं मु सबुदिन से गछ मूले मो बापा को पूजा करे ये लोक धनुरे धनुषर मारिकी मो बापा को मारिदेला तेणु मत 10,000 दबा कथा ना नहीं मु मागिली 10,000 ना हाँ हाँ राजा कहले ठीक अच्छे 10,000 किंतु ता बापा को सी मारी कि 10,000 नबाटा नब ये जमीदार पुओ कहला आज्ञा मोर गोटे कथा शुण मो बापा जिते बड़े मरीगले मत कही अमुक पोखरी मु माछ जन्म नेबी सेठी मु माछ जन्म नेबी मु सदाले बापा को जाई देखा करके कथबार्ता होगी पूजा पूजी करके मो बापा को आसे मु दिने गला बेलू यही बगटा जो बगटा को मरिकी यही बगटा मो बापा को टाको कि धरिकी गिड़ीदेला मु कौन पैसा देवी मोर जदि पैसा मत ये लोक जदि मो बापा को ये जो बग खाई जो मत 20,000 देले मुझे उल्टा 10,000 देवी ये से राजा कहले हो ताको आग तू 20,000 दे ये कौन कला ना ना मुझे 20,000 दे पारे मो बाटर मुझे किसी शुणियार नहीं मोर मु पढ़ली ये जमीदार पुओ को राजा कहते कहतु आज्ञा सी मत 10,000 20,000 देले मुझे 10,000 देदी सी लोक को जिते डाकिले से ना ना मुझे रही मोर दरकार नहीं से 10,000 कि 20,000 मुझे चलली कहीकि सी प्रथम जनक चलला आउ रहिले द्वितीय जन कानकटा जनक कानकटा को पचारे राजा पचारे तोर कौन होती ना आज्ञा ये जमीदार पाखरे मुझे धार पर पैसा जाइली जमीदार कहले किसी बंधक रखिले मुझे टंका देवी मोर गोटाए फाड़ कान काटिकी से राजा जमीदार को देली जमीदार रखिले मत 10,000 टंका देले मु पुणी जाइकी 10,000 टंका रिटर्न देली मु कहली मो कानटा फेरई दियो जमीदार कहले तू जा आज मुझे टाइम नहीं आ परे आसिले मु तते कान फेरई देवी आ मो कान फेरेलेनी कि किछि नहीं मो कान पाई 10,000 मो देइथिबा पाई 10,000 एमती मत 20,000 टंका ये जमीदार पुओ दब हाँ हाँ ठीक तुम तो कान तुम जदि जमीदार काटिकी रखिंट ताल तुमको 20,000 देवे ये जमीदार पुओ कहूँ आज्ञा मुणिमा शुणु मोर गोटे कथा मो बापा बहुत कान बंधा रखिंट आउ ये लोक कहतु आरपट कानूटा देले मो बापा जो सिंदूक जो कान पूरा भर्ती कर रखिंट मु तो चिन्ह पारि ना एपट कानटा ये लोकर देले मु जाइकी मिलेकी ये लोक को देवी आणिकी कान देवी आ पैसा देवी आ राजा कहले हाँ तू तो आरपट कानटा काटिकी दिए ना ना आयो मु कान फान काटिकी दे पारि मु कान काटिकी दे मु चलली मु आउ रही पारि मु चलली अरे तू कानटा काटिकी दिए तू कान काट मिसेगले तू तो 20,000 देबे कहीकि विकल तार से चलला द्वितीय लोकटी ता बाटर से चलला आउ किए रहिला ना बुढ़ी रहिला बुढ़ी की सेठू राजा कहे बुढ़ी कहला कौन मीटिंग देखुचु टी चलची ना हाँ आज्ञा मीटिंग तो चली सेठू कहले तोर कौन है बुढ़ी कह ना कौन कि आज्ञा जमीदार आम गाँ को जाऊे डेली मुझे मोर युवक अवस्था थी युवती थी मु झी अवस्था थिला मोर से समय रे जमीदार मत भल पाई मत बाहाले बाहाई 8 कलश बेदी मूले बसी जो कौड़ी जो खेलिकी हाथ गंठी पड़ी केते कथा मोर कि बाहर जमीदार निजे आसी मत बाहाई केते कथा करते किंतु 2-4 मास पर से कुआड़े मत छाड़ी पड़े मुझे दिन खोजुची पाऊनी आते बड़े पुओ को पाइली मु भाविली मु तो बहुत असुविधार चलुची आ पुओ तो बापा जो मत बाहा छाड़ी तो पड़े तेणु तू मत भरण पोषण पाइंगा 50,000 दबू राजा कहले हाँ ठीक तुम्हें तुम जमीदार तुमको बाहाई तुमको छाड़ी दे कड़ा पड़े जो पुओ जब बाप करज कर पुओ निश्चय ऋण सुझीब आ पुओ दब भरण पोषण 50,000 ये जमीदार पुओ कहते आज्ञा टे मोठू माने मोठू टिके कथाटा शुणु जदि ये मोर माँ मो बापा को बाहा ठीक अच्छे किसी कथा ना एबे मो बापा मरिकी पूरा तांको निया निभिगला मो माँ प्रकृत में जदि ये सती हो मो माँ ये जदि कहूँ मो बापा को बाहा तेणु मु गोटे कथा कहूँ मुझे निआटे किसी काठकुटा आनिक लगे दूची आउ ये जदि सती प्रवृत्ति हो मो बापा मरला तो बापा मरी सारे ये जदि सती हो से निआ को डेला मुझे 50,000 टଙ୍କା देदेवी राजा कहले हाँ तुम्हें जदि सती प्रकृत तो आम जमीदार को बाहाइच
ତମେ ସେ ପୁଅ ତାଙ୍କର କହୁଛି କିଛି ଅଳିଆ ମଳିଆ କାଠ କୁଟା ଗୋଟେକି ନିଆଁ କରି ତ ତମେ ସେଥିରେ ଧାଁସ ଦିଅ, ଜଣା ପଡ଼ିଯିବ ସତିକି ଅସତି ବୋଲି। ଇଏ ବୁଢ଼ୀ ଏତକ ଯେତେବେଳେ ଶୁଣିଦେଲା, ଜୀବନ କଦୃଜ ହୋଇକି ଚାଲିଲା ରାସ୍ତା ଦେଇକି, କହିଲା ନାଇଁ ରେ ବାପ ଏଠି ମୋତେ ଇଏ ଜମିଦାର ପୁଅ ଛାଡ଼ିବନି, ମୁଁ କେମିତି ଏଠୁ ଭାଗିବି। ହସିଲା ଧୀରେ ଧୀରେ ରାଜାଙ୍କୁ, ଜମିଦାର ପୁଅ କହୁଛି ଆଜ୍ଞା କୁହନ୍ତୁ, ଧାଁସ ଦେଲେ ମୁଁ 50,000 ଦେବି। ବୁଢ଼ୀକି ଯେତେ ଡାକିଲେ ବୁଢ଼ୀ ଶୁଣିବା ନାଇଁ ରେ ପୁଅ ମୋର ଥାଉ, ମୁଁ ଚାଲିଲି ମୋ ବାଟରେ, ତୁ ତ ମୋ ପୁଅ ରହିଲୁ, ହଉ ମୁଁ ଚାଲିଲି ମୋ ବାଟରେ, ତୁ କିଛି ମୋତେ କହନି କହିକି ତା ବାଟରେ ସେ ଚାଲିଲା। ଯେତେବେଳେ ଗଲା ଆଉ ତ କିଛି କହିଲାନି। ଏଣେ ଜମିଦାରଙ୍କ ପୁଅ ଭାବିଲା, ଚିନ୍ତା କଲା, ପ୍ରକୃତରେ ମୋ ବାପା ଯାହା କହିଥିଲେ ଠିକ୍ କଥା। କନକପୁରର ଲୋକ କେହି ଭଲ ଲୋକ ନୁହନ୍ତି। ଆଉ କନକପୁରର କଥାଟା ମୋତେ ମୋ ବାପା ମଲାବେଳେ କହିଥିଲେ, ସେ ଗାଁରେ କେବେ ଯିବୁନି ସେ ଗାଁକୁ। ମୁଁ ଜାଣିଲି, ଆଜି ପ୍ରକୃତରେ ଅନୁଭବ କଲି ସେ ଗାଁରେ ଆସିକି କେଉଁ ଟାଇପ୍ର ସବୁ ଲୋକ ଅଛନ୍ତି, କେମିତିଆ ସବୁ ଲୋକ ମାନେ ଦେଖି 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 ଚାଲିଲି। କିନ୍ତୁ ମୋ ବାପାଙ୍କ କଥାଟା ଠିକ୍ ସତ୍ୟ କଥାଟା। ଆଉ ବାପାଙ୍କ କଥାଟା ମାନିଲି, ତାପରେ ସେଇଟାକୁ ଅନୁତାପ କଲି, ଦେଖିଲି କନକପୁରର ଲୋକ କେଉଁ ଟାଇପ୍ର, ସେହି ହିସାବରେ ମୁଁ ଦେଖି ଦେଖି ଗଲି। ଆଉ ରାଜାଙ୍କ ବାଟରେ ରାଜା ରହିଲେ, ଜମିଦାରଙ୍କ ପୁଅ ବାଟ, ଜମିଦାର ପୁଅ ସେତିକି ଚାଲାକ ନ ହୋଇଥିଲେ ଏମାନେ ତାଠୁ, ଜମିଦାର ପୁଅଠୁ ସବୁ ପଇସା ଝଡ଼େଇକି ନେଇଥାନ୍ତେ। କିନ୍ତୁ କଥାରେ ନାହିଁ, ପାଠ ପଢ଼ିଥିବା ଲୋକ ଆଉ ପାଠ ନ ପଢ଼ିଥିବା ଲୋକ, ପାଠ ପଢ଼ିଥିବା ଲୋକଙ୍କୁ 6 ଥର ପାଣି ପିଆଇ ଦେବ, 6 ଥର। ବହୁତ ଚାଲାକ ସିଏ, ଖାଲି ପାଠ ପଢ଼ିଦେଲେ ଚାଲାକ ନୁହନ୍ତି। କିନ୍ତୁ ରାଜା ପୁଅ ସେତିକି ଚାଲାକ ଥିଲା ବୋଲି ସେମାନଙ୍କୁ ପାଠ ମାନେ ପାଣି ପିଆଇକି ଛାଡ଼ିଲେ, ଗୋଟିଏ ଟଙ୍କା ହେଲେ ମଧ୍ୟ ଦେଲେନି। ସେ ବାପା କହିଥିବା କଥା ଇଏ କରିକି ଗଲେ, ସବୁଟା ଭାବିଲେ, ସବୁ ଦେଖିଲେ, ସବୁ ଆସିଲେ, କିନ୍ତୁ ଚାଲାକ ଥିଲେ ବୋଲି ସେମାନଙ୍କୁ ପାଣି ପିଆଇକି ଛାଡ଼ିଲେ, ଯାହା ବାଟରେ ଯିଏ ଗଲେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥିବ, ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।